ସମସ୍ତଙ୍କୁ ପୁଣି ଏକ ନୂତନ ଭିଡ଼ିଓକୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆଜି ଆମେ ଆଲୋଚନା କରିବା +2 ସେକେଣ୍ଡ ଇୟର ହିଷ୍ଟ୍ରି ଆନ୍ୟୁଆଲ ଏକ୍ଜାମ MCQ ସେଟ୍ 1 ବିଷୟରେ। ଏହି MCQ ସେଟ୍ 1ରେ ଆଜି ଆମେ ସର୍ବମୋଟ 21ଟି MCQ ବିଷୟରେ ଆଲୋଚନା କରିବା। ପିଲାମାନେ, ତମେମାନେ ଯଦି ଏହି ଭିଡ଼ିଓଟି ଦେଖିବ MCQ ସେଟ୍ 1, ତାହେଲେ ତମେ କ'ଣ ଜାଣିପାରିବ? ଏହି ଯେଉଁ ଭିଡ଼ିଓରେ ଆମେ 21ଟି MCQ ବିଷୟରେ ଆଲୋଚନା କରିବା, ସେହି MCQ ଗୁଡ଼ିକ ବା ସେହି ପ୍ରଶ୍ନ ଗୁଡ଼ିକ ପୂର୍ବ ବର୍ଷ ଗୁଡ଼ିକରେ ତୁମର ଯେଉଁ ବାର୍ଷିକ ପରୀକ୍ଷା ହେଉଛି ପିଲାମାନେ, ସେ ବାର୍ଷିକ ପରୀକ୍ଷାରେ ଆସିଅଛି। ଫାଷ୍ଟ କଥା ହେଲା, ତମେ ପୂର୍ବ ବର୍ଷର MCQ ପ୍ରଶ୍ନ ଗୁଡ଼ିକ ବିଷୟରେ ଜାଣିପାରିବ। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ପିଲାମାନେ, ଏହି ପ୍ରଶ୍ନ ଗୁଡ଼ିକ ପରୀକ୍ଷାରେ ବାରମ୍ବାର ରିପିଟ୍ ହେଉଛି ବା ବାରମ୍ବାର ପରୀକ୍ଷାରେ ଆସୁଛି। ଯଦ୍ୱାରା ଯଦି ତମେ ଏଠୁ ଏହି MCQ ପ୍ରଶ୍ନ ଗୁଡ଼ିକ କ୍ଲିଅର ହେଇଯିବ, ତାହେଲେ ତୁମର ବାର୍ଷିକ ପରୀକ୍ଷାରେ ଉତ୍ତର ଗୁଡ଼ିକ ବି ବହୁତ ସୁନ୍ଦର ଭାବରେ କରିପାରିବ। ତା ସହିତ ପିଲାମାନେ, ଏହି ପ୍ରଶ୍ନପତ୍ର ଗୁଡ଼ିକ ପ୍ରଶ୍ନପତ୍ର ନମୁନା ଅନୁସାରେ ହିଁ ତିଆରି କରାଯାଇଛି। ଯେମିତିକି ତୁମର ବାର୍ଷିକ ପରୀକ୍ଷାରେ 2 ନମ୍ବର ୟୁନିଟ୍ରୁ 6ଟି MCQ ଆସିବ, 3 ନମ୍ବର ୟୁନିଟ୍ରୁ 5ଟି MCQ ଆସିବ, 4 ନମ୍ବର ୟୁନିଟ୍ରୁ 5ଟି MCQ ଆସିବ ଏବଂ 5 ନମ୍ବର ୟୁନିଟ୍ରୁ 5ଟି MCQ ଆସିବ। ଏହି ପ୍ରଶ୍ନପତ୍ର ନମୁନା ଅନୁସାରେ ହିଁ ଏହି ପ୍ରଶ୍ନ ଗୁଡ଼ିକ ତିଆରି ହୋଇଛି। ତେଣୁକରି ତମେମାନେ ଏହି MCQ ସେଟ୍ 1 ଦେଖିବା ଅତ୍ୟନ୍ତ ଜରୁରୀ। କାହିଁକି ନା ଏହି ପ୍ରଶ୍ନ ଗୁଡ଼ିକ ପୂର୍ବ ବର୍ଷ ଗୁଡ଼ିକରେ ଆସିଅଛି। ଦ୍ୱିତୀୟ କଥା ହେଲା, ଏହି ପ୍ରଶ୍ନ ଗୁଡ଼ିକ ବାରମ୍ବାର ପରୀକ୍ଷାରେ ହିଁ ରିପିଟ୍ ହେଉଛି ବା ଆସୁଅଛି। ତୃତୀୟ କାରଣଟି ହେଲା, ଏହି ପ୍ରଶ୍ନପତ୍ର ଗୁଡ଼ିକ ପ୍ରଶ୍ନପତ୍ର ନମୁନା ଅନୁସାରେ, ତୁମର ବାର୍ଷିକ ପ୍ରଶ୍ନପତ୍ର ନମୁନା ଅନୁସାରେ ହିଁ ତିଆରି କରାଯାଇଛି। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ସ୍ଥାନରେ ମହାବୀର ଜିନ ଜନ୍ମଗ୍ରହଣ କରିଥିଲେ? କୁଣ୍ଡା ଗ୍ରାମରେ ମହାବୀର ଜିନ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ କେଉଁ କ୍ଷତ୍ରିୟ ବଂଶର ଶାସକ ଥିଲେ? ଗୌତମ ବୁଦ୍ଧ ଶାକ୍ୟ କ୍ଷତ୍ରିୟ ବଂଶର ଶାସକ ଥିଲେ। ବାହୁବଳୀଙ୍କ ମୂର୍ତ୍ତି କେଉଁ ସ୍ଥାନରେ ଅଛି? ବାହୁବଳୀଙ୍କ ମୂର୍ତ୍ତି କର୍ଣ୍ଣାଟକର ଶ୍ରବଣବେଲଗୋଲା ଠାରେ ଅଛି। ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା କିଏ? ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଅଟନ୍ତି। ଅଶୋକଙ୍କ ଶାସନ ସମୟରେ କଳିଙ୍ଗର ମୁଖ୍ୟ ଶାସନ କେନ୍ଦ୍ର କେଉଁଠାରେ ଥିଲା? ଅଶୋକଙ୍କ ଶାସନ ସମୟରେ କଳିଙ୍ଗର ମୁଖ୍ୟ ଶାସନ କେନ୍ଦ୍ର ତୋଶାଳୀଠାରେ ଥିଲା। ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା? ଗୁପ୍ତ ଯୁଗରେ ସଂସ୍କୃତ ଭାଷାର ପୁନରୁତ୍ଥାନ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିତାବ ଉଲ୍ ହିନ୍ଦ ପୁସ୍ତକର ଲେଖକ କିଏ? କିତାବ ଉଲ୍ ହିନ୍ଦ ପୁସ୍ତକର ଲେଖକ ଆଲବେରୁଣି ଅଟନ୍ତି। ଭାରତରେ ମୁସଲମାନ ଶାସନ କେବେଠାରୁ ଆରମ୍ଭ ହେଲା? ଭାରତରେ ମୁସଲମାନ ଶାସନ 1206 ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହେଲା। ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ? ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ ବାବର। ବୁଲନ୍ଦ ଦରବାଜା କେଉଁଠାରେ ଅବସ୍ଥିତ? ବୁଲନ୍ଦ ଦରବାଜା ଫତେପୁର ସିକ୍ରି ଠାରେ ଅବସ୍ଥିତ। ଗୁରୁ ନାନକ କାହାକୁ ଉତ୍ତରାଧିକାରୀ ବାଛିଥିଲେ? ଗୁରୁ ନାନକ ତାଙ୍କର ଶିଷ୍ୟ ଅଙ୍ଗଦଙ୍କୁ ଉତ୍ତରାଧିକାରୀ ବାଛିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଢ଼ା ଯାଇଥିଲା? ଇଷ୍ଟ ଇଣ୍ଡିଆ କମ୍ପାନୀ 1600 ଖ୍ରୀଷ୍ଟାବ୍ଦରେ ଗଢ଼ା ଯାଇଥିଲା। ଊନବିଂଶ ଶତାବ୍ଦୀରେ କେଉଁ ଦେଶର ସବୁଠାରୁ ଅଧିକ ଉପନିବେଶ ରହିଥିଲା? ଊନବିଂଶ ଶତାବ୍ଦୀରେ ଇଂଲଣ୍ଡ ଦେଶର ସବୁଠାରୁ ଅଧିକ ଉପନିବେଶ ରହିଥିଲା। ଜାଲିଆନୱାଲାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା? ଜାଲିଆନୱାଲାବାଗ ହତ୍ୟାକାଣ୍ଡ 1919
ମସିହାରେ ହୋଇଥିଲା? ସତ୍ୟାଗ୍ରହ ପ୍ରଥମେ କେଉଁ ସ୍ଥାନରେ ପ୍ରୟୋଗ ହୋଇଥିଲା? ସତ୍ୟାଗ୍ରହ ପ୍ରଥମେ ଚମ୍ପାରଣଠାରେ ପ୍ରୟୋଗ ହୋଇଥିଲା। କେଉଁ ବଡ଼ଲାଟ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ? ଲର୍ଡ଼ କର୍ଣ୍ଣୱାଲିସ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ସହରଟି ହରପ୍ପା ସଭ୍ୟତାକାଳୀନ ସହର ଅଟେ? ରାଖିଗଢ଼ି ସହରଟି ହରପ୍ପା ସଭ୍ୟତାକାଳୀନ ସହର ଅଟେ। ଓଡ଼ିଶାର ସମ୍ବଲପୁର ଊନବିଂଶ ଶତାବ୍ଦୀରେ କେଉଁ ପ୍ରଦେଶରେ ରହିଥିଲା? ଓଡ଼ିଶାର ସମ୍ବଲପୁର ଊନବିଂଶ ଶତାବ୍ଦୀରେ କେନ୍ଦ୍ର ପ୍ରଦେଶରେ ରହିଥିଲା। ଓଡ଼ିଶାର ଇତିହାସ ପୁରୁଷଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ କିଏ? ଓଡ଼ିଶାର ଇତିହାସ ପୁରୁଷଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଥିଲେ ମଧୁସୂଦନ ଦାସ। କେଉଁ ମସିହାରେ ନୂତନ ସମ୍ବିଧାନକୁ ଦେଶରେ ଲାଗୁ କରାଗଲା? 1950 ମସିହା ଜାନୁଆରୀ 26 ତାରିଖରେ ନୂତନ ସମ୍ବିଧାନକୁ ଦେଶରେ ଲାଗୁ କରାଗଲା। ଓଡ଼ିଶାର କେଉଁ ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସିରେ ମିଶି ରହିଥିଲା? ଓଡ଼ିଶାର ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିରେ ମିଶି ରହିଥିଲା। ପିଲାମାନେ, ଆଜିର ଭିଡ଼ିଓରେ ଆମେ +2 ସେକେଣ୍ଡ ଇୟର ହିଷ୍ଟ୍ରି ଆନ୍ୟୁଆଲ ଏକ୍ଜାମ MCQ ସେଟ୍ 1 ବିଷୟରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକରେ ଆମେ MCQ ସେଟ୍ 2, 3, 4, 5 ଏମିତି କରିକି ଆଗକୁ ବଢ଼ିବା। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।